ପାଣିପାଗକୁ ନେଇ ଆସିଲା ବଡ଼ ଖବର। ରାଜ୍ୟରେ ପାଗ ରହିଛି ଶୁଖିଲା, 2 ଦିନ ପରେ ବଢ଼ିବ ତାତି। ରାଜ୍ୟରେ ପାଗ ଏବେ ଶୁଖିଲା ରହିବ। 2 ଦିନ ପରେ ଦିନ ଓ ରାତି ତାପମାତ୍ରା ଧୀରେ ଧୀରେ ବଢ଼ିବା ସମ୍ଭାବନା ଅଛି। ପ୍ରାୟ 2ରୁ 3 ଡିଗ୍ରୀ ସେଲସିୟସ୍ ବଢ଼ିପାରେ ଦିନ ଓ ରାତି ତାପମାତ୍ରା। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ରାଜ୍ୟରେ ଖରା ବଢ଼ିବା ଆରମ୍ଭ ହୋଇଛି। ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା 34 ଡିଗ୍ରୀ ସେଲସିୟସ୍ ପାଖାପାଖି ରହିଛି। 6ଟି ସ୍ଥାନରେ ପାରଦ 34 ଡିଗ୍ରୀ ସେଲସିୟସ୍ ଉପରେ ରହୁଛି। ବଲାଙ୍ଗୀର ଓ ବୌଦ୍ଧରେ ପାରଦ 36 ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା 35.6, ସମ୍ବଲପୁର 35.3, ଟିଟିଲାଗଡ଼ 35.5, ନବରଙ୍ଗପୁର 25 ଡିଗ୍ରୀ ସେଲସିୟସ୍ ଛୁଇଁଥିଲା। ରାଜ୍ୟରେ 17ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା 34 ଡିଗ୍ରୀ କିମ୍ବା ତାଠାରୁ ଅଧିକ ଥିଲା। ପାଣିପାଗ ବିଭାଗ ପକ୍ଷରୁ ଆଗାମୀ 2 ସପ୍ତାହ ପାଇଁ ଜାରି ପୂର୍ବାନୁମାନ ଅନୁସାରେ ଆସନ୍ତା 5 ତାରିଖ ଭିତରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ 1ରୁ 3 ଡିଗ୍ରୀ ଅଧିକ ରହିପାରେ। ମାର୍ଚ୍ଚ 6ରୁ 12 ତାରିଖ ଭିତରେ ପୂର୍ବ ଭାରତର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ 2ରୁ 3 ଡିଗ୍ରୀ ଅଧିକ ରହିଥିବା ସମ୍ଭାବନା ରହିଛି। ଏଭଳି ହେଲେ ଓଡ଼ିଶାରେ ବି ଦିନର ତାପମାତ୍ରା ଅଧିକ ରହିପାରେ।